ଆମ ଏରିଆରେ ତ ବଣ ଜଙ୍ଗଲ ପାହାଡ଼, ପଦ୍ମ ଫୁଟିବ ନାହିଁ ସେଠି। ଆଉ ଯେଉଁ ପୋଖରୀ ପାଣି ନଦୀ ଥିବ ସେଠି ହିଁ ପଦ୍ମ ଫୁଟିବ। ଆମେ ତ ଫୁଟେଇବା ପାଇଁ ମଧ୍ୟ ଦେବୁନି। ଛାଡ଼ ହ 300 ୟୁନିଟ୍ ବିଜୁଳି ଫ୍ରି ବୋଲେ ସେଠିକୁ ପୁଣି ଛୋଟିଆ କେଁ ଲଗେଇଦେଲେ ସୋଲାର ପ୍ୟାନେଲ ଲଗେଇ ଦିଅ, ଆପଣଙ୍କୁ 300 ୟୁନିଟ୍ ବିଜୁଳି ପାଇଯିବ। ଆଉ ଏକ୍ସଟ୍ରା ବି ପାଇଲେ ସେଇଟା ସରକାର ପଇସା ଦେବେ ବୋଲି। ଆଉ ଦ୍ୱିତୀୟରେ ସୁଭଦ୍ରା ଯୋଜନା କହିଲେ, ସୁଭଦ୍ରା 50,000 ଏଟ୍ ଏ ଟାଇମ୍ ମିଳିବ, ଏକାଥରକୁ ମିଳିବ ବୋଲି ବହୁତ ବାଇଟ୍ ବି ଅଛି ଆପଣମାନଙ୍କ ଦ୍ୱାରା ଦେଖନ୍ତୁ। ସେଠି ମଧ୍ୟ ଛୋଟିଆ କେଁ ଗୋଟେ ଲଗେଇଦେଲେ ମାସ 6 ମାସକୁ 5,000 ଟଙ୍କା। କୁକୁଡ଼ା ଚିଆଁ ବି ଆସୁନାହିଁ 5,000 ଟଙ୍କା ପାଇଁ। ଆଉ କ'ଣ ଉନ୍ନତି ହେବେ ମା ଭଉଣୀମାନେ? ଆଉ କେବେ ଲକ୍ଷପତି ହେବେ, କେବେ କୋଟିପତି ହେବେ? ଆଉ ତୃତୀୟରେ ବୁଢ଼ାବୁଢ଼ୀ ପେନସନ୍, ଯାହାକି 3,500 ଟଙ୍କା ବୁଢ଼ାବୁଢ଼ୀ ଭତ୍ତା ଦିଆହେବ ବୋଲି ତାଙ୍କ ଇସ୍ତାହାରରେ ଲେଖା ହେଇଥିଲା। ତ ସେଠି ମଧ୍ୟ ଛୋଟିଆ କେଁ ଗୋଟେ ଲଗେଇଦେଲେ 80 ବର୍ଷ, ଯଦି 80 ବର୍ଷ ପରେ 3,500 ଟଙ୍କା ପାଇବେ। ପୁଣି ସେଇଟା ବି ଏବେ ଲାଇନ୍ରେ ମାନେ ଜଗିକିରି ଥିବେ, ଆଉ ଜଣେ କିଏ ମରିଗଲେ ଇଏ 3,500 ଟଙ୍କା ପାଇବ। ତ ଏ ବଜେଟ୍ଟା ନିରାଶଜନକ ବଜେଟ୍। କାରଣ ଦେଖନ୍ତୁ, ଯାହା ବି ଚାଷୀଙ୍କଠୁ ଆରମ୍ଭ କରିକିରି ଯେକୌଣସି ଦେଖିବା ପରସେଣ୍ଟେଜ ସବୁ କମି କମି ଆସିଛି। ସାଲାରୀ ଇଏ ତ ତାର ଏବେ ନାହିଁ, 3ଟି ବଜେଟ୍ରେ ବି ଯାହା ଦେଖାଯାଉନାହାନ୍ତି। ପୁଣି ଏବେ ଯଦି ଦେଖିବା ରାୟଗଡ଼ା କଲେଜର ମେଡ଼ିକାଲ କଥା, ଆମେ ଦୀର୍ଘ ଦିନରୁ ଆନ୍ଦୋଳନ କରିକି ଆସୁଛୁ, ଆମକୁ ଏଲୋପାଥିକ ମେଡ଼ିକାଲ କଲେଜ ଗୋଟେ ହେଉ। କାରଣ ଆମେ ସବୁବେଳେ କୋରାପୁଟ ମେଡ଼ିକାଲକୁ ଡିପେଣ୍ଡ କରୁଛୁ। ଏବଂ ଯଦି ଯାହାର ପଇସା ପତ୍ର ଅଛି ବିଶାଖାପାଟଣା ନଚେତ୍ ବ୍ରହ୍ମପୁର ନହେଲେ କଟକ। ଆମର ତ ଡକ୍ଟର ସେମିତି ଡକ୍ଟର ଅଭାବ, ନର୍ସର ଅଭାବ, ଯାହା ହେଲେ ବି ଆମର ରେଫେର ଉପରେ ରେଫେର। ସେଥିପାଇଁ ଆମେ ଏଲୋପାଥିକ ମେଡ଼ିକାଲ କଲେଜକୁ ଆମେ ଚାହୁଁଥିଲୁ। ତଥାପି ଆୟୁର୍ବେଦିକ ମେଡ଼ିକାଲ ଦେଇଛନ୍ତି, ଆମେ ସ୍ୱାଗତ ଯୋଗ୍ୟ। ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାୟଗଡ଼ା ଜିଲ୍ଲାବାସୀ ତରଫରୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ। କିନ୍ତୁ ଆମର ପୂର୍ବପୁରୁଷରୁ ମୁଁ ଦେଖିକି ଆସିଛି, ଆମର ବେଜିଣୀ, ଦିଶାରୀ, ବୈଦ୍ୟ, ଆମେ ଯେଉଁ ଚେରମୂଳ ଔଷଧ ସେତେବେଳରୁ ଖାଇକିରି ଆସିଛୁ, ଜାଣିଛୁ ମଧ୍ୟ ତାର ଗୁଣ କ'ଣ। ତ ଏଠି ଦେଖିଲେ ସେ ମେଡ଼ିକାଲ କଲେଜରେ ଶିକ୍ଷା ପାଇଁ ଛାତ୍ରମାନେ ମିଳିବେ ନ ମିଳିବେ ଗ୍ୟାରେଣ୍ଟି ବି ନାହିଁ। ସେଥିପାଇଁ ମୁଁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଉଥରେ ମଧ୍ୟ ଅନୁରୋଧ କରୁଛି, ଯଦି ହେଉଛି ତାହେଲେ ଏଲୋପାଥିକ ମେଡ଼ିକାଲ କଲେଜଟା ଖୋଲାଯାଉ। ଏଇଟା ହେଉଛି ରାୟଗଡ଼ାବାସୀମାନଙ୍କର ସ୍ୱପ୍ନ। ଆମେ ସମସ୍ତେ ଆର ପାଇଁ ବହୁତ ଦିନ ହେବ ଆନ୍ଦୋଳନ କରି ଆସୁଛୁ। କିନ୍ତୁ ସଡନ୍ ଏଲୋପାଥିକ ଏ ବଜେଟ୍ରେ ମେଡ଼ିକାଲ କଲେଜ ଆମକୁ ସ୍ଥାପନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଯାହା ବଜେଟ୍ରେ କହିଲେ ହୋମିଓପାଥିକୁ, ତ ଆମେ ଏଲୋପାଥିକୁ ଚାହୁଁଛୁ। ଆଉ ଦ୍ୱିତୀୟରେ ଯଦି ଚାଷୀମାନଙ୍କର ଯଦି ଦେଖିବା, ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ଅନ୍ନଦାତାକୁ ଯାହା ମିଳିବା କଥା ତାହା ମଧ୍ୟ ମିଳିପାରିଲେ ନାହିଁ। ଆଉ ଆମର ଟୋକେନ୍ ଠିକ୍ ଭାବରେ ମିଳିପାରିଲା ନାହିଁ। ସେ ଧାନ ମଣ୍ଡିରେ ଧାନ ରହିଗଲା। ଏବଂ ଦ୍ୱିତୀୟରେ ଦେଖିବା, 150 କ୍ୱିଣ୍ଟାଲ ଦେଲା ପରେ 3,100 ଟଙ୍କା ପର କ୍ୱିଣ୍ଟାଲ ଦେବେ ବୋଲିକି ସରକାର ଘୋଷଣା କଲେ। ଆଉ 150 କ୍ୱିଣ୍ଟାଲ ଦେଲା ପରେ ପୁଣି ଆହୁରି ଏକ୍ସଟ୍ରା ଯଦି ଦେଲେ 2,700 ଟଙ୍କା। ଏଇଟା କୋଉଠୁ ନ୍ୟାୟ ଆଜ୍ଞା? ଆମ ଚାଷୀମାନେ, ଆମ ପାଖରେ 200 କ୍ୱିଣ୍ଟାଲ 300 କ୍ୱିଣ୍ଟାଲ ଧାନ ରହୁଛି, ଆମକୁ ଯେତିକି ଟୋକେନ୍ ଦେବା କଥା ତାର ସେତିକି ଟୋକେନ୍ ଦେଇନାହାନ୍ତି। ଆଉ ଯେତିକି ଧାନ ଉଠିବା କଥା ମଣ୍ଡିରେ ସେତିକି ଧାନ ମଧ୍ୟ ଉଠାଇ ନାହାନ୍ତି। ସେଥିପାଇଁ ସରକାର ଚାଷୀଙ୍କୁ ମଧ୍ୟ ଧୋକା ଦେଇଛି। ଏବଂ ରାୟଗଡ଼ା ଜିଲ୍ଲାବାସୀଙ୍କୁ ମଧ୍ୟ ଆମେ ଏଲୋପାଥିକ ମେଡ଼ିକାଲ ଆମେ ଚାହୁଁଥିଲୁ, କିନ୍ତୁ ଆୟୁର୍ବେଦିକ ମେଡ଼ିକାଲ କଲେଜ ଖୋଲିଲେ ସେ ଅନୁସାରେ ଦେଖିଲେ ଆମକୁ ରାୟଗଡ଼ା ଜିଲ୍ଲାବାସୀଙ୍କୁ ମଧ୍ୟ ଧୋକା ଦେଇଛି। ସେଥିପାଇଁ ଏ ବଜେଟ୍ଟା ଠିକ୍ ନାହିଁ ବୋଲି ମୁଁ ମନେ କରୁଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ଜିଲ୍ଲାବାରେ ଯୋଉ ଘୋଷଣା କରିଥିଲେ, ଜିଲ୍ଲାକୁ ଏତେ ସେ ଜିଲ୍ଲାକୁ ସେତେ, ସେ ଯାହାର ବଜେଟରେ ରିଫ୍ଲେକ୍ଟ ନାହିଁ, ମେନସନ୍ ହେଇନି ଯେ ରାୟଗଡ଼ା ଜିଲ୍ଲା ପାଇଁ ଏତିକି ଅଛି, ଅଦର ଜିଲ୍ଲା ପାଇଁ ଏତିକି ଅଛି। ଆଉ ଗୋଟେ କୁହାଯାଏ ଯୋଉଦିନ ବଜେଟ ଉପସ୍ଥାପନ କରାଯାଏ ଫାଇନାନ୍ସ ଡିପାର୍ଟମେଣ୍ଟ ୱେବସାଇଟରେ କମ୍ପ୍ଲିଟ୍ ବଜେଟଟା ଅପଲୋଡ ହୁଏ। ଏ ପର୍ଯ୍ୟନ୍ତ କିନ୍ତୁ ସେ ଜିନିଷଟା ଅପଲୋଡ ହେଇନି। ଗୋଟେ ନାଇଁ, ଏଇଟା ଦେଖନ୍ତୁ, କଥା କୁହା ସରକାରଟା ଏବଂ ରଙ୍ଗ ମରା ସରକାର ଏଇଟା। ଆପଣଙ୍କ କଥା କହନ୍ତି ଅଲଗା, କାମ କରନ୍ତି ଅଲଗା। ତ ଏ ସରକାର ଯଦି ଦେଖିବେ, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହାକି ଆଦିବାସୀ ମୁଖ୍ୟମନ୍ତ୍ରୀ ବୋଲିକି କୁହାଯାଉଛି, ତ ଏ ବଜେଟ୍ରେ କ'ଣ ଉପସ୍ଥାପନ କଲେ, କ'ଣ କରିଛନ୍ତି ଏବେ ଯାଏଁ ତ ଆପଣଙ୍କ ମାଧ୍ୟମରୁ ବି ଆମେ ଠିକ୍ ଭାବରେ ଜାଣିପାରୁନୁ। ତ ଏଇଟା ସାରା ଓଡ଼ିଶାବାସୀ କେମିତି ଜାଣିବେ? ଆଉ ଗୋଟେ କଥା ଦେଖିବା, 5ଟା ମେଡିକାଲ ପାଇଁ 125 କୋଟି ଟଙ୍କା ବଜେଟରେ ରଖିଛନ୍ତି। 21 କୋଟି ଟଙ୍କାରେ କ'ଣ ମେଡିକାଲ ହେବା ସମ୍ଭବ? ଆଜ୍ଞା ଦେଖନ୍ତୁ, ମୁଁ ଆପଣଙ୍କୁ 3ଟା ଉଦାହରଣ ଦେବି। ଛାଡ଼
ତିନିଶହ ୟୁନିଟ୍ ବିଜୁଳି ଫ୍ରି ବୋଲେ ସେଠିକୁ ପୁଣି ଛୋଟିଆ କେଁ ଲଗେଇଦେଲେ ସୋଲାର ପ୍ୟାନେଲ ଲଗେଇ ଦିଅ ଆପଣଙ୍କୁ 300 ୟୁନିଟ୍ ବିଜୁଳି ପାଇଯିବ ଆଉ ଏକ୍ସଟ୍ରା ବି ପାଇଲେ ସେଟା ସରକାର ପଇସା ଦେବେ ବୋଲି। ଆଉ ଦ୍ୱିତୀୟରେ ସୁଭଦ୍ରା ଯୋଜନା କହିଲେ ସୁଭଦ୍ରା 50,000 ଏଟ୍ ଏ ଟାଇମ୍ ମିଳିବ ଏକାଥରକୁ ମିଳିବ ବୋଲି ବହୁତ ବାଇଟ୍ ବି ଅଛି ଆପଣମାନଙ୍କ ଦ୍ୱାରା ଦେଖନ୍ତୁ ସେଟା ସେଠି ମଧ୍ୟ ଛୋଟିଆ କେଁ ଗୋଟେ ଲଗେଇଦେଲେ ମାସ 6 ମାସକୁ 5,000 ଟଙ୍କା କୁକୁଡ଼ା ଚିଆଁ ବି ଆସୁନାହିଁ 5,000 ଟଙ୍କା ଆଉ କ'ଣ ଉନ୍ନତ ହେବେ ମା ଭଉଣୀ ମାନେ ଆଉ କେବେ ଲକ୍ଷପତି ହେବେ କେବେ କୋଟିପତି ହେବେ। ଆଉ ତୃତୀୟରେ ବୁଢ଼ାବୁଢ଼ୀ ପେନସନ୍ ଯାହାକି 3,500 ଟଙ୍କା ବୁଢ଼ାବୁଢ଼ୀ ଭତ୍ତା ଦିଆହେବ ବୋଲି ତାଙ୍କର ଇସ୍ତାହାରରେ ଲେଖା ହେଇଥିଲା। ତ ସେଠି ମଧ୍ୟ ଛୋଟିଆ କେଁ ଗୋଟେ ଲଗେଇଦେଲେ 80 ବର୍ଷ ଯଦି 80 ବର୍ଷ ପରେ 3,500 ଟଙ୍କା ପାଇବେ ପୁଣି ସେଟା ବି ଏବେ ଲାଇନ୍ରେ ମାନେ ଜଗିକିରି ଥିବେ ଆଉ ଜଣେ କିଏ ମରିଗଲେ ଇଏ 3,500 ଟଙ୍କା ପାଇବ। ତ ଆପଣ ଦେଖନ୍ତୁ ଆମର ଭାରତର ଓଡ଼ିଶାର ପାଣିପାଗ କହୁଛି ଗୋଟେ ଲୋକ 80 ବର୍ଷ ବଞ୍ଚିବାଟା ବହୁତ କଷ୍ଟ 100ରୁ 10% ବଞ୍ଚିପାରନ୍ତି କିନ୍ତୁ ସେଇଟା ମଧ୍ୟ ଏ ପ୍ରକାର ମାନେ ଆପଣ କଥାରେ ବି ଦେଖନ୍ତୁ କଥା କହିବେ ଅଲଗା କାମ କରିବାଟା ଅଲଗା। ସେଥିପାଇଁ ବିଜେପି ସରକାର ନିଶ୍ଚିତ ଭାବରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଅଛି ଜନସାଧାରଣ ଜାଣିସାରିଲେଣି ତାଙ୍କୁ ଆମ ଏରିଆରେ ତ ବଣ ଜଙ୍ଗଲ ପାହାଡ଼ ପଦ୍ମ ଫୁଟିବ ନାହିଁ ସେଠି ଆଉ ଯେଉଁ ପୋଖରୀ ପାଣି ନଦୀ ଥିବ ସେଠି ହିଁ ପଦ୍ମ ଫୁଟିବ ଆମେ ତ ଫୁଟେଇବା ପାଇଁ ମଧ୍ୟ ଦେବୁନି।